ଆରେ ଭାଇ, ଏକା ଏକା ଶିକାର କରିବା ଆଉ ମୋ ଦ୍ୱାରା ନୁହଁ। ମୋ ଦ୍ୱାରା ତ ଏ ବୟସରେ ଆଉ ଶିକାର ଜମା ହଉନି। ମୋ ପାଇଁ ଭଲ ହବ କି ମୁଁ ସିଂହ ରାଜାଙ୍କ ସାଙ୍ଗରେ ମିଶି ଶିକାର କରିବି ଆଉ ତାଙ୍କୁ ମୋର ଗୁରୁ ବନେଇବି। ଆଉ ବିଲୁଆ ଯାଇ ସିଂହ ପାଖରେ ପହଞ୍ଚିଲା। ଗୁରୁଜୀ, ଆଉ ଏକା ଏକା ଶିକାର କରିବା ମୋ ଦ୍ୱାରା ନୁହଁ। ରହିଯା, ତମେ ମତେ ଗୁରୁଜୀ କାହିଁ କହିଲ? ମୁଁ ତ ଆଜିଠୁ ଆପଣଙ୍କୁ ମୋର ଗୁରୁ ମାନି ନେଇଛି। ଆଉ ଆଜିଠୁ ମୁଁ ତମ ସାଙ୍ଗରେ ମିଶି ଶିକାର କରିବି, କାରଣ ଶିକାର କରିବା ଏବେ ମୋ ସକ୍ଷମ ବାହାରେ। ଯଦି ମୁଁ କୌଣସି ଜୀବର ଶିକାର କରିବାକୁ ଯାଉଛି, ଓଲଟି ତାର ନିଜେ ମୁଁ ଶିକାର ହେଇଯାଉଛି। ଏଥିପାଇଁ ଆପଣ ମତେ ଆପଣଙ୍କର ଚେଲା ବନେଇ ଦିଅନ୍ତୁ। ଠିକ ଅଛି, ତମେ ଯଦି କହୁଛ ମୁଁ ତମକୁ ମୋର ନିଜର ଚେଲା ବନେଇ ଦଉଛି। କିନ୍ତୁ ମୁଁ ତମକୁ ବି ଗୋଟେ କଥା କହିଦଉଛି, ଏବେ ଏକା ଶିକାର କରିବା ମୋର ବି ସକ୍ଷମ ବାହାରେ। ମୁଁ ବି ବହୁତ ବୁଢ଼ା ହୋଇଗଲାଣି। ମୁଁ ବି ଆଉ ଶିକାର ପଛପଟେ ଦୌଡ଼ି ପାରୁନି। ଯଦି ଅଧିକ ଦୌଡ଼ି ପଡ଼ୁଛି ମୋର ଶ୍ୱାସ ରୋଗ ବାହାରି ପଡ଼ୁଛି। ଏଥିପାଇଁ ଆମ ଦି ଜଣଙ୍କୁ ଏମିତି କାମ କରିବାକୁ ପଡ଼ିବ ଯେମିତିକି ଶିକାର ଆମ ପାଖକୁ ମନକୁ ଚାଲି ଚାଲି ଆସିବ ଆଉ ତାଙ୍କୁ ଆମେ ନିଜର ଭୋଜନ କରିବା। କିନ୍ତୁ ଗୁରୁଜୀ, ଏ ଜଙ୍ଗଲରେ ତ ସମସ୍ତଙ୍କୁ ଜଣା ଯେ ମୁଁ ମାଂସାହାରୀ, ଆଉ ଏକଥା ବି ଜଣା ଯେ ମୁଁ ଜୀବ ହତ୍ୟା କରି ଖାଏ। ଏ ଜଙ୍ଗଲର ଜୀବଜନ୍ତୁକୁ ବୋକା ବନେଇବା ବହୁତ କାଠିକର ପାଠ। ଆରେ ଚେଲା, ତୁ ଚିନ୍ତା କାହିଁ କରୁଛୁ? ଏ ଦୁନିଆରେ ଖାଲି ଗୋଟିଏ ଜଙ୍ଗଲ ନାହିଁ। ଆମେ ଗୋଟେ ନୂଆ ଜଙ୍ଗଲକୁ ଯିବା ଆଉ ପଶୁପକ୍ଷୀଙ୍କି ବୋକା ବନେଇ ତାଙ୍କୁ ଆମର ଖାଦ୍ୟ କରିବା। କିନ୍ତୁ ମହାରାଜ, ଆମେ ତାଙ୍କୁ କୋଉ କଥାରେ ମୂର୍ଖ ବନେଇବା? ଆଜିକାଲିକା ଜୀବଜନ୍ତୁ ତ ବହୁତ ଚତୁର ଆଉ ଚାଲାକ। ଚେଲା, ଆମେ ତାଙ୍କୁ ଅନ୍ଧବିଶ୍ୱାସ ଆଉ ଢୋଙ୍ଗି ବାବା ହେଇକି ମୂର୍ଖ ବନେଇବା। ମଣିଷମାନଙ୍କ ସାଙ୍ଗରେ ବାବା ମାନେ ଯେଉଁ କଥା କରନ୍ତି, ଆମେ ଜୀବଜନ୍ତୁଙ୍କ ସାଙ୍ଗରେ ସେଇ କଥା କରିବା। ଆମେ ଜଙ୍ଗଲକୁ ଯିବା ଆଉ ସେଇ ଜଙ୍ଗଲରେ ମିଛ କଥା କହିକି ଆସ୍ତେ ଆସ୍ତେ ଗୋଟିଏ ଅନ୍ଧବିଶ୍ୱାସ ଖେଳେଇ ଦେବା। ଆଉ ପଶୁପକ୍ଷୀ ଆମ କଥାରେ ଆଖି ବୁଜିକି ବିଶ୍ୱାସ କରିବେ। ଆଉ ଏଇ କଥାର ଫାଇଦା ଉଠେଇକି ଆମେ ତାଙ୍କୁ ଖାଦ୍ୟ ବନେଇବା। ଠିକ ଅଛି ଗୁରୁଜୀ, ଚାଲ ଆଉ ଗୋଟେ ଜଙ୍ଗଲକୁ ଯିବା ଆଉ ଜୀବଜନ୍ତୁକୁ ମୂର୍ଖ ବନେଇବା। ଆଉ ସେ ଦି ଜଣ ବହୁତ ବାଟ ଚାଲିବା ପରେ ଗୋଟିଏ ନୂଆ ଜଙ୍ଗଲକୁ ଆସିଗଲେ। ଗୁରୁଜୀ, ଏ ଜଙ୍ଗଲଟା ତ ବହୁତ ବଡ଼ ହେଇଛି ଆଉ ଏଠି କେତେ ଶାନ୍ତି ଅଛି। ମତେ ଲାଗୁଛି ଏଠି ଆମକୁ ବହୁତ ଜୀବଜନ୍ତୁ ଖାଇବାକୁ ମିଳିବେ। ସେ ସବୁ ପର କଥା, ତୁ ଯା ଫାଷ୍ଟ ଗୋଟେ ବଡ଼ ବରଗଛ ଖୋଜେ, ଆଉ ସେ ଯେମିତି ବହୁତ ପୁରୁଣା ହେଇଥିବ। କଣ ପାଇଁ ଗୁରୁଜୀ? ଆମେ ତ ଏଠି ଜୀବଜନ୍ତୁକୁ ମାରିକି ଖାଇବାକୁ ଆସିଛେ, ଗଛ କଣ ପାଇଁ ଖୋଜିବି? ଯାହା ମୁଁ କହୁଛି ତାହା ଜଲ୍ଦି ଜଲ୍ଦି ଯାଇକି କରେ, ଯଦି ଖାଦ୍ୟ ପାଇ